ନା ଦେଖନ୍ତୁ ୱାକଫ ପ୍ରସଙ୍ଗକୁ ନେଇକରି ବିଜୁ ଜନତା ଦଳ ଯେଉଁଭଳି ଭାବରେ ଟଣା ଉଟରା ଚାଲିଛି ଇଏ ତା ବିରୁଦ୍ଧରେ ସେ ୟା ବିରୁଦ୍ଧରେ ଯେଉଁଭଳି ଭାବେ ଆରୋପ ପ୍ରତ୍ୟାରୋପ ଚାଲିଛି ସେଟା ଗୋଟେ ଦଳ ଭିତରେ ଗୋଟେ ଅସ୍ୱସ୍ତିକର ପରିସ୍ଥିତି ସୃଷ୍ଟି କରିଛି। କିଛି ନେତା ତ ସିଧାସଳଖ ଭାବରେ ପାଣ୍ଡିଆନକୁ ଟାର୍ଗେଟ କରୁଥିଲେ ଯେ ତାଙ୍କରି ନିର୍ଦ୍ଦେଶରେ ସଂସଦରେ ୱାକଫ ପ୍ରସଙ୍ଗରେ ମତଦାନଟା ବିଭାଜନ ହେଲା। ହେଲେ ଗତକାଲି ନବୀନ ପଟ୍ଟନାୟକ ଯେ ବିଜୁ ଜନତା ଦଳ ସଭାପତି ଅଛନ୍ତି ସେ କାଲି ସ୍ପଷ୍ଟ କଲେ ପ୍ରେସ୍ ବିବୃତ୍ତି ମାଧ୍ୟମରେ ଜାତୀୟ ଗଣମାଧ୍ୟମକୁ ଦେଇକରି ପ୍ରେସ୍ ବିବୃତ୍ତି ସେ ସ୍ପଷ୍ଟ କଲେ ଯେ ତିନିଟା ପ୍ରସଙ୍ଗରେ ସେ କହିଲେ ତା ଭିତରେ ଗୋଟେ ପ୍ରଭାତ ତ୍ରିପାଠୀଙ୍କ ପ୍ରସଙ୍ଗ ଥିଲା। ପ୍ରଭାତ ତ୍ରିପାଠୀଙ୍କ ପ୍ରସଙ୍ଗରେ ସେ କହିଲେ ଯେ ପ୍ରଭାତ ତ୍ରିପାଠୀ ଦଳରୁ ଏକ୍ସପେଲ୍ ହେଇଛନ୍ତି, ହି ହାଜ୍ ବିନ୍ ଏକ୍ସପେଲ୍ଡ ଫ୍ରମ୍ ଦ ପାର୍ଟି। ଆଉ ଯୋଉଟା କି ଯଦିଓ ଚିଟଫଣ୍ଡରେ ସେ ସମ୍ପୃକ୍ତ ଥାଇକି ଜେଲ୍ ଯାଇଥିଲେ ଏ ସମସ୍ତ କଥା କହିଥିଲେ। ତାର ଉତ୍ତରରେ ଆଜି ପ୍ରଭାତ ତ୍ରିପାଠୀ କହିଛନ୍ତି, ତାର ସଫେଇ ଦେଇଛନ୍ତି। ତାପରେ ପୁଣି ବି ବିଜୁ ଜନତା ଦଳ ପକ୍ଷରୁ ସଫେଇ ଦିଆହେଇଛି। ପ୍ରଭାତ ତ୍ରିପାଠୀଙ୍କ କହିବା କଥା ଯେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେଇଥିଲା, ଦଳୀୟ କାର୍ଯ୍ୟାନୁଷ୍ଠାନ ହେଇଥିଲା, ସେଇଟା ସତ। ହେଲେ 10/11/2017ରେ ତାଙ୍କ ବିରୁଦ୍ଧରେ ଯେଉଁ ନିଲମ୍ବନ ଆଦେଶ ଲାଗୁ ହେଇଥିଲା ସେଇଟା ପ୍ରତ୍ୟାହାର କରାଯାଇଛି। ତେଣୁ ସେବେଠୁ ସେ ଦଳରେ ଥିଲେ ଏବଂ ଦଳର ପାଇଁ ଅନ୍ୟାନ୍ୟ କାର୍ଯ୍ୟକ୍ରମ ବି ସେ କରିଛନ୍ତି। ବିଭିନ୍ନ ସାଂଗଠନିକ କାର୍ଯ୍ୟକ୍ରମ ରହିଛନ୍ତି, ଜିଲ୍ଲାର କାର୍ଯ୍ୟକ୍ରମ କରିଛନ୍ତି, ନବୀନ ବାବୁଙ୍କ ସହିତ ସଭାରେ ବି ରହିଛନ୍ତି। ଏପରିକି ନିଜେ ପାଣ୍ଡିଆନ ମଧ୍ୟ ଗୋଟେ ପ୍ରଚାର ସଭାରେ ତାଙ୍କର ଭୂୟସୀ ପ୍ରଶଂସା କରିଛନ୍ତି, ଯିଏକି ନବୀନ ବାବୁଙ୍କର ସେ ଯେଉଁ ମେ 29 ଘଟଣା ସମୟରେ ଯେଉଁ କେତେଜଣ ଲୋକ ନବୀନ ବାବୁଙ୍କ ପାଇଁ ପୁରା ଅଣ୍ଟା ଭିଡ଼ିକିରି ବାହାରିଥିଲେ ତା ଭିତରେ ପ୍ରଭାତ ତ୍ରିପାଠୀ ଅନ୍ୟତମ, ନିଜେ ବି କହିଛନ୍ତି। କଥା ହେଉଛି ନବୀନ ବାବୁ ଯେତେବେଳେ କାଲି କହିଲେ ସେ କଥାଟି ସିଏ ଆଉ ପଦେ ଯୋଡ଼ି ଦେଇଥିଲେ ସୁନ୍ଦର ହେଇଥାନ୍ତା କଥାଟାକୁ, ଯେ ସେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେଇଥିଲା, ନିଲମ୍ବନ ପ୍ରତ୍ୟାହାର ହେଇଥିଲା। ସେ ନିଲମ୍ବନ ପ୍ରତ୍ୟାହାର ହେଇଥିବା ବିଷୟଟା ସେ କହିନାହାନ୍ତି। ଆଉ ସେ ଏଇଟା ବି କହିପାରିଥାନ୍ତେ ସେ ସଭ୍ୟପଦ ତାଙ୍କର ନବୀକରଣ କରିନାହାନ୍ତି, ତେଣୁ ସେ ବିଜେଡିର ସଦସ୍ୟ ନାହାନ୍ତି ବୋଲି କହିପାରିଥାନ୍ତେ। କିନ୍ତୁ ସେ ଖାଲି କହିଦେଲେ ଯେ ହି ହାଜ୍ ବିନ୍ ଏକ୍ସପେଲ୍ଡ, ଯୋଉଟାକି ତାପରେ ତାଙ୍କ ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରାଯାଇଛି। ଯୋଉଟାକି ପ୍ରଭାତ ତ୍ରିପାଠୀ ଆଜି କାଉଣ୍ଟର କଲେ, କହିଲେ ମୁଁ ତ ଦଳ ପାଇଁ କାମ କରୁଥିଲି, କାମ କରୁଛି। ଆଜି ଯେଉଁ ବିଜେଡି ତରଫରୁ ଯେଉଁ ପ୍ରେସ୍ ମିଟ୍ ହେଲା ସେ କହିଲେ ଯେ 2 ମାସ ତଳେ କୋଉଠି ସେ କହିଛନ୍ତି ସେ ସଭ୍ୟପଦ ନବୀକରଣ କରିନାହାନ୍ତି। ଏଇ ଗୋଟେ ବର୍ତ୍ତମାନ ଦେଖନ୍ତୁ ପ୍ରଭାତ ତ୍ରିପାଠୀ କେବଳ କହିନାହାନ୍ତି ପାଣ୍ଡିଆନଙ୍କ ବିରୁଦ୍ଧରେ, ପ୍ରଭାତ ତ୍ରିପାଠୀ କେବଳ କହିନାହାନ୍ତି ୱାକଫ ପ୍ରସଙ୍ଗରେ, ଦେବାଶିଷ ସାମନ୍ତରାୟ ବି କହିଛନ୍ତି, ପ୍ରଫୁଲ୍ଲ ସାମଲ ମଧ୍ୟ କହିଛନ୍ତି, ପ୍ରତାପ ଜେନା ମଧ୍ୟ କହିଛନ୍ତି। ବୁଝିପାରୁଛନ୍ତି ତ? ତେଣୁ ବର୍ତ୍ତମାନ ଇଏ ଯେଉଁ ଗତକାଲି ନବୀନ ବାବୁ କାଲି ଯେଉଁ ବିବୃତ୍ତିଟି ଦେଲେ ସେ କହିଲେ କ'ଣ ସେଥିରେ ଯେ 10 ମାସ ହେଲା ସେ ବିଜୁ ଜନତା ଦଳରେ ନାହାନ୍ତି, ଦଳର କୌଣସି ନିଷ୍ପତ୍ତିରେ ତାଙ୍କର କୌଣସି ସମ୍ପୃକ୍ତି ନାହିଁ, ଯେଉଁ ଦଳର ଯାହା ବି ନିଷ୍ପତ୍ତି, ଆଉ ସେ ଅତୀତରେ ବହୁତ ଭଲ କାମ କରିଛନ୍ତି ସରକାରଙ୍କ ପାଇଁ, ଦଳ ପାଇଁ। ମୋଟାମୋଟି ଭାବରେ ତାଙ୍କୁ କ୍ଲିନ୍ ଚିଟ୍ ଦେଲେ ପାଣ୍ଡିଆନକୁ, ଯେମିତି ଇଲେକ୍ସନ ପରେ ଦେଇଥିଲେ ଏବେ ବି ସେମିତି କ୍ଲିନ୍ ଚିଟ୍ ଦେଲେ ଏବଂ ପରୋକ୍ଷ ଭାବରେ କହିଦେଲେ ଯାହା ୱାକଫ ପ୍ରସଙ୍ଗରେ ଯାହା ନିଷ୍ପତ୍ତି ହେଇଛି, ଦିଲ୍ଲୀରେ ଯାହା ହେଲା ଘଟଣା, ତାହା ପଛରେ ଆଉ କାହାର ହାତ ନାହିଁ, ତାଙ୍କ ନିଜର ହାତ ଅଛି ବୋଲି ନବୀନ ବାବୁ ପରୋକ୍ଷ ଭାବରେ ସ୍ପଷ୍ଟ କରିଦେଲେ। ଏବେ କିନ୍ତୁ ଆରୋପ ପ୍ରତ୍ୟାରୋପର ପର୍ବ ଥମିବାର ନାଁ ଧରୁନି। ପ୍ରଭାତ ତ୍ରିପାଠୀ ତାର କାଉଣ୍ଟର କଲେ, ପୁଣି ଆଉ ଥରେ ବର୍ତ୍ତମାନ ବିଜୁ ଜନତା ଦଳ ମଧ୍ୟ କହୁଛି, ସେ ନିଜେ କହୁଛନ୍ତି ମୁଁ ସଭ୍ୟପଦ ରିନ୍ୟୁ କରିନାହିଁ, ତେଣୁ ସେ ତ ସଭ୍ୟ ନାହାନ୍ତି ବୋଲି କହିବାର ଉଦ୍ଦେଶ୍ୟ ଯେ ସେ କାହିଁକି କହିଲେ, ଦଳ ଭିତରେ ନଥିବା ଲୋକ ଦଳର ନେତାଙ୍କ ବିଷୟରେ, ଦଳର କାର୍ଯ୍ୟକ୍ରମ ବିଷୟରେ କାହିଁକି କହିଲେ। ଯାହା ହେଲେ ବି ଗୋଟେ କଥା, ସେ ଅତୀତରେ ବିଜୁ ଜନତା ଦଳ ସହିତ ଥିଲେ, ବିଜୁ ଜନତା ଦଳ ପ୍ରତିଷ୍ଠା ସମୟରେ ସେ ବି ଅନ୍ୟତମ ପ୍ରମୁଖ ସଦସ୍ୟ ଥିଲେ। ତେଣୁ ସେ କହିଛନ୍ତି, କହିବାରେ କିଛି ଅସୁବିଧା ନାହିଁ। ସିଏ ସମାଲୋଚନା କରିଛନ୍ତି, ସମାଲୋଚନାର ଉତ୍ତର ଆପଣ ଦେଇପାରନ୍ତି। କିନ୍ତୁ ନବୀନ ବାବୁ ଯେଉଁ କଥାଟା କହିଲେ ତାଙ୍କୁ ଦଳରୁ ବାହାର କରିଦିଆ ହେଇଛି, ଦଳରୁ ତାଙ୍କୁ ସେ ଆଉ ନାହାନ୍ତି,
नाहांती माने से सभ्य पद रिन्यू करना नाहांती दलीय प्रक्रिया रे तांको निलंबन आदेश को दल प्रत्याहार कर 10/11/2017 तो दल से थिले तांको सहित सभा समिति भी हेइची बोली से कहउचंती तांको सहित तांको विषय रे पांडियान मध्य भल मंतव्य देइचंती तेणु यास परे मध्य देखंतु जो भली भाबरे दल रे तांकर चालीची प्रभात त्रिपाठी परे आउ किए मुह खोलुचंती सेटा वर्तमान देखिबा को बाकी रहिला।